নমস্কার জয় জগন্নাথ দর্শক বন্ধু ଏବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ କାଳବୈଶାଖୀର କରାଳ ରୂପ ରାତି ପାହିଲେ ବଦଳୁଛି ପାଣିପାଗ 18 ଯାଏ 12 ଜିଲ୍ଲାକୁ ସତର୍କତା ଜାଣନ୍ତୁ। ସମ୍ପୂର୍ଣ୍ଣ ଖବର ଜାଣିବା ପୂର୍ବରୁ ଆପଣଙ୍କ ଭଲ ପାଇବା ସ୍ୱରୂପ ଭିଡ଼ିଓଟି ଗୋଟିଏ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନଟିକୁ ପ୍ରେସ୍ କରି ରଖନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଜାଣିପାରିବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଆପଣ ଏହି ନ୍ୟୁଜ୍ଟିକୁ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଆମକୁ ତଳେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଚାଲନ୍ତୁ ଦର୍ଶକ ବନ୍ଧୁ ଖବର ଉପରେ ନଜର ପକାଇବା। ରାଜ୍ୟରେ ଏବେ ପ୍ରକୃତିର ଦ୍ୱିବିଧ ରୂପ ଦେଖିବାକୁ ମିଳୁଛି। ଦିନରେ ଅସହ୍ୟ ଗୁଳୁଗୁଳି ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ସନ୍ଧ୍ୟା ନଇଁଲେ କାଳବୈଶାଖୀର ତାଣ୍ଡବ ସବୁକିଛି ଛିନ୍ନ ଛତ୍ର କରିଦେଉଛି। ବିଗତ 24 ଘଣ୍ଟା ମଧ୍ୟରେ ଉପକୂଳରୁ ଅଭ୍ୟନ୍ତରୀଣ ଓଡ଼ିଶା ପର୍ଯ୍ୟନ୍ତ ବର୍ଷା ଓ ପବନର ଯେତେ ଚିତ୍ର ସାମ୍ନାକୁ ଆସିଛି ତାହା ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ସୃଷ୍ଟି କରିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ଏହି ସ୍ଥିତିରୁ ଶୀଘ୍ର ମୁକ୍ତି ମିଳିବାର ସମ୍ଭାବନା ନାହିଁ। ଆସନ୍ତା ମେ 28 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଜାରି ରହିବ। ପାଣିପାଗ ବିଶେଷଜ୍ଞଙ୍କ ମତରେ ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ଅଧିକ ରହିବ। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଝଡ଼ ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ିବା ସହ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ନଜର ରହିଛି। 12 ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାଣନ୍ତୁ। ସମ୍ଭାବ୍ୟ ବଜ୍ରପାତ ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ନିମ୍ନଲିଖିତ ଜିଲ୍ଲାଗୁଡ଼ିକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଉତ୍ତର ଓଡ଼ିଶାରେ କେନ୍ଦୁଝର ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର ଉପକୂଳରେ ଜଗତସିଂହପୁର କେନ୍ଦ୍ରାପଡ଼ା ଖୋର୍ଦ୍ଧା ପୁରୀ କଟକ ଦକ୍ଷିଣ ଓଡ଼ିଶାରେ ଗଞ୍ଜାମ ଓ ଗଜପତି। ସାଧାରଣତଃ ମେ ମାସରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ଅସ୍ଥିରତା ଯୋଗୁଁ ଏଭଳି କାଳବୈଶାଖୀ ସୃଷ୍ଟି ହୋଇଥାଏ। ତେବେ ଚଳିତ ବର୍ଷ ରାତିର ବର୍ଷା ଉଭୟ ଚାଷୀ ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ୟେଲୋ ଆଲର୍ଟ ଜାରି ହୋଇଥିବା ବେଳେ ଜିଲ୍ଲାର ବାସିନ୍ଦାଙ୍କୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ବାହାରିବାକୁ ଏବଂ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି।